এইটা হচ্ছে তোর 1200 স্কয়ার ফুটর ঘর। हाँ বুঝিলু बुझिली এইটা হচ্ছে এন্ট্রি। हाँ ଆଉ ଏଣ୍ଟ୍ରି ପାଖରେ ଗୋଟେ ଲେଟ୍ରିନ୍। एंट्री पाकर कौन पे लेटिन ଦେଖେ ଏବେ ତ ଘରୁ ଯିଏ ଆସିବ ତାକୁ ଆସ ଯଦି ଝାଡା ଲାଗିଲା ସେ କୋଉଠି ହଗିବ? अल्लाह ଏଇ अल्लाह ପାଖରେ ଗୋଟେ ଲେଟ୍ରିନ୍ ଥିଲେ ସେଠି ଯାଇକି ହଗିଦ। ବୁଝିଲୁ? ଆଉ ଏକୁ ଧରିକିରି ଏଇଟା ଗୋଟେ ବେଡରୁମ୍ ହେଲା। अल्लाह ବେଡରୁମ୍ ରେ ଏଇଠି ଗୋଟେ ଲେଟ୍ରିନ୍ ଆଉ ଏଇଠି ଗୋଟେ ଲେଟ୍ରିନ୍। बेडरूम रे दीटा लेटिन कौन पे ଦେଖେ ତୁ ଆଉ ତୋ ମାଇକିନା ରହିବ। हाँ ତମ ଦି ଜଣ ଯଦି ଗୋଟେ ଥର ଝାଡା ଲାଗିଲେ କୋଉଠି ହଗିବ? ଜଣେ ଏ ଲେଟ୍ରିନ୍ ରେ ହଗିବ ଆଉ ଜଣେ ଏ ଲେଟ୍ରିନ୍ ରେ ହଗିବ। ବୁଝିଲୁ? बुझिली এইটি ଆଉ ଗୋଟେ ବେଡରୁମ୍ ମାନେ ଡବଲ ବେଡରୁମ୍। ବୁଝିଲୁ ନା? हाँ এই ବେଡରୁମ୍ ରେ ଏଇଠି ଗୋଟେ ଲେଟ୍ରିନ୍ ରହିବ ଆଉ ଏଇଠି ଗୋଟେ ଲେଟ୍ରିନ୍ ରହିବ। ए बेडरूम रे मुझे कौन पे दीटा लेटिन ଦେଖେ ତମ ଘରୁ କିଏ କୁଣି ଆଇଲା, ओहो କୁଣି ଆଇଲେ ଏ ବେଡରୁମ୍ ରହିବେ ଆଉ ତାଙ୍କୁ ଯଦି ଝାଡା ଲାଗିଲା ବେଲେ ସେମାନେ କୋଉଠି ହଗିବେ? अल्लाह ଏଇଠି ଜଣ ହଗିବେ ଏଇଠି ଜଣ ହଗିବେ। ବୁଝିଲୁ? ଆଉ ଏଇ ଜାଗାରେ ଆମେ କଣ କରିବା? କିଚେନ୍ କରିବା। ବୁଝିଲୁ ନା? ठीक अच्छे କିଚେନ୍ ରେ ଏଇଠି ଗୋଟେ ଲେଟ୍ରିନ୍ କରିବା ଏଇଠି ଗୋଟେ ଲେଟ୍ରିନ୍ କରିବା। किचन रोल दीटा ଦେଖେ ତ ସ୍ତ୍ରୀ ରୋଷେଇ କରୁଥିବ, हाँ ତୁ ମଝିରେ ମଝିରେ ଯୋଉ ପନିପରିବା ଟିକେ କାଟିବା ପାଇଁ ଟିକେ ହେଲ୍ପ କରିବା ପାଇଁ ତମ ଦି ଜଣ ଯାଉ ଝାଡା ଲାଗିଲା କୋଉଠି ହଗିବ? ଏଇଟାକୁ ଜଣ ପଳେଇବ ଏଇଟାକୁ ଜଣ ପଳେଇବ। ସୁବିଧା अल्लाह ହେଲା ନା? ଆଉ ଆମର ଏଇଠି ଆସିଲା ଲିଭିଂ ରୁମ୍। ବୁଝିଲୁ? बुझिली ଆଉ ଏଇଠି ଗୋଟେ ବଡ ସୋଫା ଗୋଟେ ପଡିବ 3 ଜଣ ବଇଲା ବେଳେ। ବୁଝିପାରିଲୁ? बुझिली ଏଥିରେ କଣ ଏଇଠି ଗୋଟେ ଲେଟ୍ରିନ୍ ଏଇଠି ଗୋଟେ ଲେଟ୍ରିନ୍ ଆଉ ଏ କୋଣରେ ଗୋଟେ ଲେଟ୍ରିନ୍ କରିଦା। लिविंग रूम रे तीनटा कौन पे ଦେଖେ 3 ଜଣ ବସିବା ପାଇଁ ସଫା କରିଛେ, 3 ଜଣ ଆସିକି ବସିବେ। ସେ 3 ଜଣ ଯଦି ଝାଡା ଲାଗିଲା ବେଲେ ଗୋଟେ ଥର ଜଣେ ଏଇଟାକୁ ଯିବ ଆଉ ଜଣେ ଏଇଟାକୁ ଯିବ ଆଉ ଜଣେ ଏଇଟାକୁ ଯିବ। ବୁଝିଲୁ? ବୁଝିପାରିଲୁ ତ? बुझिली ଆଉ ଏକୁ ଧରିକି ଆମେ କଣ କରିବା? ଏଇଟା ହଉଛି ହଲ୍ ରୁମ୍ ହେଲା। ହେଲା। ପୁଣି ମାନେ ସମସ୍ତେ ଆସିଲେ ସେଇଟା ରହିବେ ନା ଫାଷ୍ଟ। ହଲ୍ ରୁମ୍ ରେ ଏଇଠି ଗୋଟେ ଏଇଠି ଗୋଟେ ଏଇଠି ଗୋଟେ ଏଇଠି ଗୋଟେ 4ଟା ଲେଟ୍ରିନ୍ କରିବା। ତାପରେ ଆମର ରହିଲା ଏଇଟା ସିଧା, ଏଇଟା ପୁରା ଡାଇରେକ୍ଟ ସିଧା ରାସ୍ତା ଆସିବ ଏଇଠି ପୁରା ଲାଗିବ। ବୁଝିଲୁ? ଏଇ ଯୋଉ ବାରିପଟ ନାଇକିରେ ହଁ। ଏତିକି ପୁରା କଣ କରିବା? ଏଇଠି ଗୋଟେ ଲେଟ୍ରିନ୍ 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 କର। କେମିତି ଅଛି ଘର? मते एडा घर भले लागुनी शौचालय भले लागुଛି